ईश्वर जे न्यायवान विचार करता ताहा कौन आम विश्वास करुचु। गीत रचक विश्वास करथिले जे प्रभु न्यायवान अटंती से सिंहासन उपरे उपविष्ट। आज कौन आम मान को विश्वास संपूर्ण तांको उपरे अछि कि? जीसुंक मधुर वाक्य चला पथे साजे दीप अमरी चरण अलिभा आलोक देई जीवनर प्रतिपदे जीवनर प्रतिपदे बढ़ाई से सत्य पथे पथ प्रदर्शिका से जे पथ प्रदर्शिका पथ प्रदर्शिका पथ प्रदर्शिका। प्रिय दर्शक बंधु नमस्कार। प्रभु जीशु मधुर नाम आपण को आज पथ प्रदर्शिका कार्यक्रम को स्वागत करुअछि। आपण किपरि अछंती? मोर विश्वास प्रभु को दया और अनुग्रह आपण निश्चय भल थिबे। आपण नियमित आम कार्यक्रम देखुछंती, शिक्षा लाभ करुछंती, सेथिबाई मु विशेष आनंदित। आपण को मतामत निश्चय टीवी स्क्रीन रे दिया जाइथिबा नंबर रे हम मान को जणाइबे। आमे आपण को फोन कॉल रा अपेक्षा रे अछु। आपण को मध्यरु अनेक आम सहित फोन रे जोगाजोग करुछंती। मु विशेष करी समान को धन्यवाद दिए। जदि आपण ए पर्यंत फोन करि नाहंती आज ही करंतु। ए कार्यक्रम मध्य देई पुनि थरे आपण को सहित साक्षात हेबार सुयोग पाइथिबारु मु प्रभु को धन्यवाद दिए। प्रभु आपण को बहुल आशीर्वाद करंतु। आमे दाऊदक गीत समस्त आलोचना करुथुलु। दाऊद तांको जीवन रो विभिन्न परिस्थिति रे गीत लिखिजंती, किंतु आमे आजिर अध्ययन रे आलोचना करिबा जे गीत रचक आसफ से ए गीत समस्त लिखिजंती। जदि आमे 73 गीत रु 75 गीत अध्ययन करू ताहा आसफ को द्वारा लिखा जाइछि। से आजि जहा जगत रे घटुची ताकू उपस्थापन करूछंती। से कहउछंती दुष्ट माने समस्या विहीन जीवन काटुछंती, से माने वर्धिष्णु हेउछंती, सेमानकर कौनसी समस्या नहीं, सेमाने जगत रे धनवान और आनंद रे जीवन काटिला परि मने हेउछि। किंतु धार्मिक लोक कष्ट और दुख रे जीवन काटुछंती। हुएत आम मन में से प्रश्न उंकी मारुथिबो। आमे मध्य जेतेबेले जगत को देखू से समान विषय लक्ष्य करू। से दिन जहाँ आसफ देखिथिले आज आमे ताहा देखुछु। किंतु प्रश्न हला आम प्रतिक्रिया कौन? यह कौन सत्य वास्तव में कौन ता घटुची? जदि आपण से संपर्क में जानिबा को चाहती तेबे आसंतु आज कार्यक्रम रे से विषय आलोचना करिबा। किंतु ता पूर्व एक भक्तिमूलक गीत सुनिबा। तुमे स्नेहमय तुमे प्रेममय तुमे स्नेहमय तुमे प्रेममय तुमे मो आशार अदेखा किरण तुमे मो आशार अदेखा किरण जीवनर अलिभा दीप तुमे स्नेहमय तुमे प्रेममय तुमे स्नेहमय तुमे प्रेममय।
ସୁର ଛନ୍ଦ ତୁମେ ପ୍ରଭୁ, ଜୀବନର ସୁର ଛନ୍ଦ ତୁମେ ପ୍ରଭୁ, ମୋ ଗଳାର ଅଳଙ୍କାର। ତୁମେ ସ୍ନେହମୟ, ତୁମେ ପ୍ରେମମୟ, ତୁମେ ସ୍ନେହମୟ, ତୁମେ ପ୍ରେମମୟ। ଚାହିଁଲନି ତୁମେ ହୋମ ବଳିଦାନ, ଚାହିଁଥିଲ ଖାଲି ଭଙ୍ଗା ଚୁନା ମନ। ଚାହିଁଲନି ତୁମେ ହୋମ ବଳିଦାନ, ଚାହିଁଥିଲ ଖାଲି। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତାର 73 ପର୍ବରୁ ଆରମ୍ଭ କରି ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଗୀତ ସଂହିତା 73ରୁ 89 ପର୍ବ ପର୍ଯ୍ୟନ୍ତ ଆମେ ଏକ ଲେବୀୟ ବିଭାଗ ମଧ୍ୟରେ ପ୍ରବେଶ କରୁଅଛୁ। ଈଶ୍ୱରଙ୍କ ଆବାସ ଏହାର ମୁଖ୍ୟ ବିଷୟବସ୍ତୁ। ଆପଣ ଦେଖନ୍ତୁ, ଲେବୀୟ ପୁସ୍ତକ ହେଉଛି ସମାଗମ ତମ୍ବୁ ନିମନ୍ତେ ଓ ପରବର୍ତ୍ତୀ ସମୟରେ ମନ୍ଦିର ନିମନ୍ତେ ଏକ ଉପାସନାର ପୁସ୍ତକ ଥିଲା। ଏହି ଗୀତ ସଂହିତାର ଲେବୀୟ ବିଭାଗ ମଧ୍ୟକୁ ଆସିବା ମଧ୍ୟରେ ଆମେ ଆବାସ ଉପରେ ଗୁରୁତ୍ୱ ଦିଆଯାଇଥିବାର ଲକ୍ଷ୍ୟ କରୁଅଛୁ ଓ ଈଶ୍ୱରଙ୍କ ଗୃହର ମୁଖ୍ୟତଃ 2ଟି ଘଟଣା ଉପରେ ଗୁରୁତ୍ୱ ଦିଆଯାଇଥିବାର ଲକ୍ଷ୍ୟ କରୁଅଛୁ। ଲେବୀୟ ପୁସ୍ତକ 2ଟି ବିଷୟ ଉପରେ ଗୁରୁତ୍ୱାରୋପ କରେ। ତାହା ହେଉଛି ଈଶ୍ୱର ହେଉଛନ୍ତି ପବିତ୍ର ଓ ରକ୍ତପାତ ବିନା ପାପମୋଚନ ଅସମ୍ଭବ। ପବିତ୍ରତା ଓ ବଳିଦାନ ଏହି 2ଟି ମୁଖ୍ୟ ଶବ୍ଦ। ଏହି 2ଟି ଯାକ ଶବ୍ଦ ଏହି ଗୀତ ସଂହିତାର ଲେବୀୟ ବିଭାଗ ମଧ୍ୟରେ ବିସ୍ତୃତ ଆକାର ଧାରଣ କରିବ। ଏହି ବିଭାଗ ମଧ୍ୟରେ ଆମେ ଅତି ଚମତ୍କାର ଗୀତଗୁଡ଼ିକୁ ଲକ୍ଷ୍ୟ କରିବାକୁ ପାରିବା। ପ୍ରଥମେ ଆମେ ଆସଫଙ୍କ ଠାରୁ ଆରମ୍ଭ କରିବାକୁ ଯିବା। ଦାଉଦଙ୍କ ପରି ଏହି ଆସଫ ମଧ୍ୟ ଜଣେ ସଙ୍ଗୀତଜ୍ଞ ଥିଲେ। ଏହି ବିଭାଗର 11ଟି ଗୀତ ସମ୍ବଳିତ ପ୍ରଥମ ଖଣ୍ଡରେ ଅର୍ଥାତ୍ 73 ପର୍ବଠାରୁ ଆରମ୍ଭ କରି 83 ପର୍ବ ମଧ୍ୟରେ ଆସଫଙ୍କ ଦ୍ୱାରା ରଚିତ ହୋଇଥିବା ଗୀତଗୁଡ଼ିକୁ ଲକ୍ଷ୍ୟ କରିବାକୁ ପାରିବା। ତେବେ ଏହି 73 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ସୌଭାଗ୍ୟ ବିଷୟ ନେଇ ହତବୁଦ୍ଧି ହେବା। ତେବେ 73 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଆସଫର ଗୀତ। ପରମେଶ୍ୱର ଇସ୍ରାଏଲ ପ୍ରତି ନିର୍ମଳାନ୍ତକରଣ ଲୋକଙ୍କ ପ୍ରତି ନିଶ୍ଚୟ ମଙ୍ଗଳ ସ୍ୱରୂପ ଅଟନ୍ତି। ଦେଖନ୍ତୁ, ଏଠାରେ ପ୍ରଶ୍ନ ଆସେ, ଈଶ୍ୱର କ'ଣ ସମସ୍ତ ଇସ୍ରାଏଲୀୟମାନଙ୍କ ପ୍ରତି ମଙ୍ଗଳ ସ୍ୱରୂପ ଅଟନ୍ତି? ନୁହେଁ, ମାତ୍ର ଯେଉଁମାନେ ନିର୍ମଳାନ୍ତକରଣ ଲୋକ ସେମାନଙ୍କ ପ୍ରତି ମଙ୍ଗଳ ସ୍ୱରୂପ ଅଟନ୍ତି। ତେବେ ଏହାର ଅର୍ଥ କ'ଣ? ସେମାନେ କିଏ? ଯେଉଁମାନେ ସେମାନଙ୍କର ବଳିଦାନର ସହିତ ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅନ୍ତି ଓ ଈଶ୍ୱରଙ୍କ ସେବା ଉପାସନାରେ ଆଗ୍ରହ ପ୍ରକାଶ କରନ୍ତି ଓ ତାହାଙ୍କ ସହିତରେ ଚାଲନ୍ତି ଓ ତାହାଙ୍କ ସହିତରେ ସହଭାଗିତା ସ୍ଥାପନ କରନ୍ତି, ସେମାନେ। ପ୍ରିୟ ବନ୍ଧୁ, ଆପଣ ଯଦି ଉଦ୍ଧାରପ୍ରାପ୍ତ, ତାହେଲେ ଆପଣ ଈଶ୍ୱରଙ୍କ ସହିତ ଚାଲିବା ପାଇଁ ଓ ତାହାଙ୍କ ସହିତରେ ସହଭାଗିତା ସ୍ଥାପନ କରିବା ପାଇଁ ଇଚ୍ଛା କରିବେ। ଆପଣ ଖ୍ରୀଷ୍ଟଙ୍କ ନିକଟକୁ ଆସି ଉଦ୍ଧାର ପାଇବା ପରେ କେବେ ହେଲେ ପୁନର୍ବାର ଆପଣଙ୍କର ଅତୀତ ଜୀବନକୁ ଫେରିଯାଇ ପୂର୍ବପରି ଜୀବନଯାପନ କରିବାକୁ ଚାହିଁବେ ନାହିଁ। ଯେତେବେଳେ ଆମେ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁ, ସେତେବେଳେ ଆମେ ପାପକ୍ଷମା ପ୍ରାପ୍ତ ହେଉ ଓ ଆମମାନେ ସୂଚୀକୃତ ହେଉ, ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଧୌତ ହେଉ। ଆମେ କେବଳ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ଧୌତ ହୋଇନଥାଉ, ମାତ୍ର ସେଥିସହିତ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ମଧ୍ୟ ଧୌତ ହୋଇଥାଉ। ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଆମମାନେ ପରିଷ୍କୃତ ହୋଇ ଈଶ୍ୱରଙ୍କ ନିକଟରେ ସନ୍ତୋଷ ଭାଜନ ହେବା ନିମନ୍ତେ ଚେଷ୍ଟା କରିଥାଉ। ବର୍ତ୍ତମାନ ଏହି ବ୍ୟକ୍ତି ଆସଫ, ଯିଏକି ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇ କହୁଛନ୍ତି ପରମେଶ୍ୱର ଇସ୍ରାଏଲ ପ୍ରତି ମଙ୍ଗଳ ସ୍ୱରୂପ, ତାହାଙ୍କର ଏକ ସମସ୍ୟା ଥିଲା। ଆଉ ସେହି ସମସ୍ୟା ମଧ୍ୟ ଆପଣଙ୍କର ଓ ମୋର ଥାଇପାରେ। ସମସ୍ୟାଟି ହେଉଛି, ଈଶ୍ୱର କାହିଁକି ଦୁଷ୍ଟକୁ ସୌଭାଗ୍ୟଶାଳୀ ହେବା ନିମନ୍ତେ ଅନୁମତି ଦିଅନ୍ତି ଓ ଈଶ୍ୱରଙ୍କ ଲୋକମାନେ କାହିଁକି ଅଧିକତର ସମସ୍ୟାର ସମ୍ମୁଖୀନ ହୁଅନ୍ତି? ଆସଫଙ୍କର ସେହି ସମସ୍ୟା ଥିଲା।
ଆସଫ ମଧ୍ୟ କହିସାରିଛନ୍ତି ଯେ ପରମେଶ୍ୱର ଇସ୍ରାଏଲ ପ୍ରତି ମଙ୍ଗଳ ସ୍ୱରୂପ, ଅର୍ଥାତ୍ ସେହି ଅବଶିଷ୍ଟ ଇସ୍ରାଏଲୀୟମାନଙ୍କ ପ୍ରତି ଯେଉଁମାନଙ୍କ ମଧ୍ୟରେ ସେ ମଧ୍ୟ ଜଣେ ଥିଲେ। ମାତ୍ର ଏହି ପ୍ରଶ୍ନ ତାହାଙ୍କୁ ବଡ଼ ବ୍ୟତିବ୍ୟସ୍ତ କରି ପକାଉଥିଲା। 73 ପର୍ବର 2 ଓ 3 ପଦରେ ଲେଖା ଅଛି, ମାତ୍ର ମୋହର ଚରଣ ପ୍ରାୟ ଟଳିଗଲା, ମୋହର ପାଦ ବିକ୍ଷେପ ପ୍ରାୟ ଖସିଗଲା, କାରଣ ମୁଁ ଦୁଷ୍ଟମାନଙ୍କର ସୌଭାଗ୍ୟ ଦେଖି ଦାମ୍ଭିକମାନଙ୍କ ପ୍ରତି ଈର୍ଷାନ୍ୱିତ ହେଲି। ଆସଫ କହନ୍ତି, ମୁଁ ମୋର ଚତୁଃପାର୍ଶ୍ୱରେ ଥିବା ମୋର ଜାତି ପ୍ରତି ଲକ୍ଷ୍ୟ କଲି ଓ ମୁଁ ଲକ୍ଷ୍ୟ କଲି ଯେ ମୋର ଲୋକମାନଙ୍କ ମଧ୍ୟରେ ଥିବା ଦୁଷ୍ଟମାନେ ସୌଭାଗ୍ୟଶାଳୀ ହେଉଅଛନ୍ତି, ମାତ୍ର ଧାର୍ମିକମାନେ ବା ଈଶ୍ୱର ଭୟକାରୀମାନେ ସେହିପରି ନୁହନ୍ତି। 4 ପଦରେ ଲେଖା ଅଛି, ଯେହେତୁ ସେମାନଙ୍କ ମରଣରେ କୌଣସି ବନ୍ଧନ ନାହିଁ, ମାତ୍ର ସେମାନଙ୍କ ବଳ ଦୃଢ଼ ଥାଏ, ଅର୍ଥାତ୍ ସେମାନଙ୍କର ମୃତ୍ୟୁ ଯନ୍ତ୍ରଣାଦାୟକ ନୁହେଁ। 5 ଓ 6 ପଦରେ ଲେଖା ଅଛି, ସେମାନେ ଅନ୍ୟ ଲୋକଙ୍କ ପରି କଷ୍ଟରେ ପଡ଼ନ୍ତି ନାହିଁ, କିମ୍ବା ଅନ୍ୟ ମନୁଷ୍ୟମାନଙ୍କ ପରି ସେମାନେ ଆଘାତପ୍ରାପ୍ତ ହୁଅନ୍ତି ନାହିଁ। ଏହେତୁ ଅହଙ୍କାର ସେମାନଙ୍କ ଗଳାର ହାର ସ୍ୱରୂପ ହୁଏ, ଦୌରାତ୍ମ୍ୟ ବସ୍ତ୍ର ପରି ସେମାନଙ୍କୁ ଆଚ୍ଛାଦନ କରେ। ବାସ୍ତବରେ ସେମାନେ ଅହଙ୍କାର ଓ ଦୌରାତ୍ମ୍ୟରେ ପରିପୂର୍ଣ୍ଣ। ସେମାନଙ୍କ ମୁଖ ଅହଙ୍କାରର କଥା କହେ ଓ ସେମାନଙ୍କ ହସ୍ତ ଦୌରାତ୍ମ୍ୟ ସାଧନ କରେ। ଏହାପରେ 7 ପଦରେ ଲେଖା ଅଛି, ମେଦରେ ସେମାନଙ୍କ ଚକ୍ଷୁ ବାହାରି ଉଠେ, ମନର ବାଞ୍ଛା ଅପେକ୍ଷା ସେମାନେ ଅଧିକ ପ୍ରାପ୍ତ ହୁଅନ୍ତି। ଏମାନଙ୍କର ସବୁକିଛି ଅଛି, ଏମାନଙ୍କର କୌଣସି ବିଷୟର ଅଭାବ ନାହିଁ। ଏମାନେ ମଦ୍ୟପାନ ଓ ନାନା ପ୍ରକାର କୁଶ୍ଚିତ କର୍ମରେ ଲିପ୍ତ ରୁହନ୍ତି, ଯାହାକି ଏଠାରେ ଗୀତରଚକ ପ୍ରକାଶ କରନ୍ତି। ଏମାନଙ୍କ ନିମନ୍ତେ ସମସ୍ତ ପ୍ରକାର ସୁଖଭୋଗ ସେତେଦୂର ଆନନ୍ଦଜନକ ନୁହେଁ, ଯାହାକି ଆମମାନଙ୍କ ଜୀବନରେ ତହିଁର କିଛି ମାତ୍ରା ଅଧିକ ଆନନ୍ଦଜନକ ହୋଇଥାଏ, କାରଣ ଏମାନେ ସବୁ ସମୟରେ ଆନନ୍ଦ ଉପଭୋଗରେ ବ୍ୟସ୍ତ ଥାଇ ତାହାକୁ ଅତି ସାଧାରଣ ବିଷୟ ବୋଲି ଧରି ନେଇଥାନ୍ତି। ଲେଖା ଅଛି, ମେଦରେ ସେମାନଙ୍କ ଚକ୍ଷୁ ବାହାରି ଉଠେ। ଏହାର ଅର୍ଥ ସେମାନେ ଅତ୍ୟଧିକ ସୁରାପାନରେ ମତ୍ତ ହୋଇ ରାତ୍ରିର ଘନ ଅନ୍ଧକାର ମଧ୍ୟରେ ଅନ୍ଧକାରର କାର୍ଯ୍ୟ ସବୁରେ ଲିପ୍ତ ରହିଥାନ୍ତି। 8 ପଦରେ ଲେଖା ଅଛି, ସେମାନେ ଟାହୁଲି କରନ୍ତି ଓ ଦୁଷ୍ଟତାରେ ଦୌରାତ୍ମ୍ୟ ଉଚ୍ଚାରଣ କରନ୍ତି, ସେମାନେ ଦମ୍ଭ କଥା କହନ୍ତି। ସେମାନେ ଗରିବମାନଙ୍କୁ ହତାଦର କରିବାରେ କିଛି ଦ୍ୱିଧାଭାବ ହୁଅନ୍ତି ନାହିଁ। ସେମାନେ ଆଇନ କାନୁନକୁ ମାନନ୍ତି ନାହିଁ। ସେମାନଙ୍କ ନିମନ୍ତେ ସବୁକିଛି କୋହଳ କରିଦିଆଯାଏ। 9 ପଦରେ ଲେଖା ଅଛି, ସେମାନେ ଆକାଶରେ ଆପଣା ଆପଣା ମୁଖ ରଖିଅଛନ୍ତି ଓ ସେମାନଙ୍କ ଜିହ୍ୱା ପୃଥିବୀରେ ଭ୍ରମଣ କରେ। ସେମାନେ ସବୁ କ୍ଷେତ୍ରରେ କଥା କହିବାର ସୁଯୋଗ ପାଆନ୍ତି ଓ ସେମାନଙ୍କୁ ସ୍ୱାଧୀନତା ଦିଆଯାଏ। ମାତ୍ର ଈଶ୍ୱରଙ୍କୁ ଲୋକମାନେ ସେହି ସ୍ୱାଧୀନତା ପାଇପାରନ୍ତି ନାହିଁ। ସେମାନେ ନ୍ୟାୟ କଥା କହିଲେ ମଧ୍ୟ ତାହା ଗ୍ରହଣ କରାଯାଏ ନାହିଁ, ମାତ୍ର ଦୁଷ୍ଟର ପରାମର୍ଶ ଓ ଶିକ୍ଷାକୁ ଲୋକେ ଶୀଘ୍ର ଗ୍ରହଣ କରନ୍ତି। 10 ପଦରେ ଲେଖା ଅଛି, ଏହେତୁ ତାହାର ଲୋକମାନେ ସେଆଡ଼େ ଫେରନ୍ତି, ପୁଣି ପୂର୍ଣ୍ଣ ପାନପାତ୍ରର ଜଳ ସବୁ ସେମାନଙ୍କ ଦ୍ୱାରା ନିଗଡ଼ାଯାଏ। ଏହା ପ୍ରକାଶ କରେ ଯେ କେତେକ ଧନୀ ଲୋକ ରାଜସ୍ୱ ଦିଅନ୍ତି ନାହିଁ ଓ ସେମାନଙ୍କୁ ମଧ୍ୟ ଛାଡ଼ି ଦିଆଯାଏ, ମାତ୍ର ଈଶ୍ୱରଙ୍କୁ ଲୋକମାନଙ୍କୁ ବାଧ୍ୟ କରାଯାଏ। 11 ପଦରେ ଲେଖା ଅଛି, ଆଉ ସେମାନେ କହନ୍ତି, ପରମେଶ୍ୱର କିପରି ଜାଣିବେ ଓ ସର୍ବପରିସ୍ତଙ୍କର କି ଜ୍ଞାନ ଅଛି? ଏହା ପ୍ରକାଶ କରେ ଯେ ସେମାନେ ଈଶ୍ୱରଙ୍କ ବିଷୟରେ ଉଦ୍ଯୋଗୀ ହୁଅନ୍ତି ନାହିଁ ଓ ଈଶ୍ୱର ଯେ ସେମାନଙ୍କ ବିଷୟରେ ଜାଣନ୍ତି ତାହା ସେମାନେ ଭାବନ୍ତି ନାହିଁ। 12 ପଦରେ ଲେଖା ଅଛି, ଦେଖ ଏମାନେ ଦୁଷ୍ଟ ଲୋକ, ପୁଣି ସେମାନେ ସର୍ବଦା ନିର୍ବିଘ୍ନରେ ଥାଇ ଧନ ବୃଦ୍ଧି କରନ୍ତି। ଏହା ଆଜି ପ୍ରତ୍ୟେକ ଈଶ୍ୱରଙ୍କ ଲୋକମାନଙ୍କ ମନରେ ପ୍ରଶ୍ନବାଚୀ। 13 ପଦରେ ଲେଖା ଅଛି, ନିଶ୍ଚୟ ମୁଁ ବ୍ୟର୍ଥରେ ଆପଣା ଅନ୍ତଃକରଣ ସୂଚୀ କରିଅଛି ଓ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରିଅଛି। ଆସଫ କହିବାକୁ ଚାହାନ୍ତି ଯେ ମୁଁ ଈଶ୍ୱରଙ୍କ ନିମନ୍ତେ ବଞ୍ଚିବା ପାଇଁ ଚେଷ୍ଟା କରିଅଛି, ମାତ୍ର ଏହା ମୂଲ୍ୟହୀନ ବା ବ୍ୟର୍ଥ ପରି ମନେ ହୁଏ। ହଁ, ଏପରି ମଧ୍ୟ ଅନେକ ଭାବନ୍ତି, ଯାହାକି ଆସଫଙ୍କୁ ମଧ୍ୟ ସେଦିନ ଏହି ପ୍ରଶ୍ନ ବ୍ୟତିବ୍ୟସ୍ତ କରି ପକାଇଥିଲା ଯେ ଦୁଷ୍ଟମାନେ କାହିଁକି ସୌଭାଗ୍ୟଶାଳୀ ହୁଅନ୍ତି। ବର୍ତ୍ତମାନ ଆମେ ତହିଁର ଉତ୍ତର 73 ପର୍ବର 17ରୁ 24 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବା। ତେବେ ଦେଖନ୍ତୁ, 73 ପର୍ବର 17 ପଦରେ ଏହିପରି ଲେଖା ଅଛି, ଶେଷରେ ମୁଁ ପରମେଶ୍ୱରଙ୍କ ଧର୍ମକୁ ଗଲି ଓ ସେମାନଙ୍କର ଶେଷଫଳ ବିବେଚନା କଲି। ଯେତେବେଳେ ଆସଫ ଈଶ୍ୱରଙ୍କ ମନ୍ଦିର ମଧ୍ୟକୁ ଗଲେ, ସେତେବେଳେ ସେ ଦୁଷ୍ଟର ଶେଷ ଗତି ବୁଝିପାରିଲେ। ଦୁଷ୍ଟ ନିମନ୍ତେ ଶେଷଫଳ କ'ଣ ରହିଅଛି ତାହା ସେ ବିବେଚନା କରିପାରିଲେ।
ଏହି କାରଣରୁ ପ୍ରଭୁ ଯୀଶୁ ସେହି ଧନୀ ଓ ଲାଜାର ଦୃଷ୍ଟାନ୍ତ ମଧ୍ୟ ଦେଇ ମୃତ୍ୟୁ ପରେ ଧନୀର ଶେଷ ଗତି କ'ଣ ହୁଏ ଓ ତାହାର ଶେଷ ଫଳ କ'ଣ ତାହା ସେ ସ୍ପଷ୍ଟ ଭାବେ ବୁଝାଇ ଦେଇଛନ୍ତି, ଯାହାକି ଲୁକ 16 ପର୍ବର 19 ପଦରୁ 31 ପଦ ମଧ୍ୟରେ ଉଲ୍ଲେଖ ହୋଇଅଛି। ଏହା ପ୍ରକାଶ କରେ ଯେ ଦିନ ଆସୁଅଛି ଯେତେବେଳେ କି ଈଶ୍ୱର ଧନୀର ବିଚାର କରିବେ। ସେହି ଧନୀ ବ୍ୟକ୍ତି ଏକ ଯନ୍ତ୍ରଣାମୟ ସ୍ଥାନକୁ ଗଲା, ଯଦିଓ ତାହାର ସମାଧିକ୍ରିୟା ସମୟରେ ତାହାର ସ୍ୱର୍ଗପ୍ରାପ୍ତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ତାହାର ବିଷୟରେ ଅତି ସୁନ୍ଦର ବିଷୟମାନ କୁହାଯାଇଥିଲା। ତାହାର ଦାନ ଦେବା ନେଇ ଲୋକମାନେ ତାହାର ପ୍ରଶଂସା କରୁଥିଲେ, କିନ୍ତୁ ତାହାର ଶେଷ ଦଶା ଥିଲା ସେହି ଯନ୍ତ୍ରଣାମୟ ସ୍ଥାନରେ ଯନ୍ତ୍ରଣା ଭୋଗ କରିବା। କିନ୍ତୁ ସେହି ଦରିଦ୍ରକୁ ଭଲ ଭାବେ ସମାଧି ଦିଆଯାଇପାରିନଥିଲା। ତାହାର ଶରୀରକୁ ଏକ ଅଳିଆ ଗଦା ମଧ୍ୟରେ ଫୋପାଡ଼ି ଦିଆଯାଇଥିଲା। କିନ୍ତୁ ଈଶ୍ୱରଙ୍କର ଦୂତମାନେ ତାହା ନିମନ୍ତେ ଅପେକ୍ଷା କରି ରହିଥିଲେ, ତାହାକୁ ଅବ୍ରାହମଙ୍କ କୋଳ ମଧ୍ୟକୁ ଉଠାଇ ନେଇଯିବା ନିମନ୍ତେ। ତେଣୁ ପ୍ରିୟ ବନ୍ଧୁ, ଏହି ଜଗତର ଭୋଗବିଳାସୀ ଲୋକମାନଙ୍କ ସହିତ ନିଜକୁ ତୁଳନା କରନ୍ତୁ ନାହିଁ। ଆଜି ଈଶ୍ୱରଙ୍କ ସହିତ ସଂଯୁକ୍ତ ରହିବାକୁ ଚେଷ୍ଟା କରନ୍ତୁ, ନଚେତ୍ ଆପଣ ଏହି ଜଗତର ଲୋକମାନଙ୍କୁ ଦେଖି ମନରେ ତିକ୍ତତା ଅନୁଭବ କରିବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କଠାରୁ ଦୂରେଇ ଯିବେ। ଆସଫ ତାହାଙ୍କ ପ୍ରଶ୍ନର ଉତ୍ତର ଈଶ୍ୱରଙ୍କ ଆବାସ ମଧ୍ୟରେ ପାଇପାରିଥିଲେ। ଆପଣଙ୍କ ପ୍ରଶ୍ନର ଉତ୍ତର ମୁଁ ଦେଇପାରିବି ନାହିଁ, ଯେହେତୁ ମୁଁ ମୋ ନିଜର ପ୍ରଶ୍ନର ଉତ୍ତର ମଧ୍ୟ ଜାଣେ ନାହିଁ। କିନ୍ତୁ ମୁଁ ଜାଣେ ଜଣେ ଯେ କି ଉତ୍ତର ପ୍ରଦାନ କରନ୍ତି। ସେ କହିଲେ ନାହିଁ, ସେ ମୋତେ ତହିଁର ଉତ୍ତର ଏହି କ୍ଷଣି ଦେଇଦେବେ। ସେ କହିଲେ, ତୁମ୍ଭେ ମୋଠାରେ ବିଶ୍ୱାସ କର, ମୁଁ ଉତ୍ତର ପାଇଅଛି। ଦିନେ ତାହାଙ୍କ ଉପସ୍ଥିତିରେ ସେ ଏହା ଆମ ସମସ୍ତଙ୍କୁ ବୁଝାଇ ଦେବା ନିମନ୍ତେ ଯାଉଅଛନ୍ତି। କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ଆମକୁ କ'ଣ କରିବାକୁ ହେବ? ତେବେ ଦେଖନ୍ତୁ, 73 ପର୍ବର 23 ପଦରେ ଲେଖା ଅଛି, ତଥାପି ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ନିରନ୍ତର ଅଛି, ତୁମ୍ଭେ ମୋହର ଦକ୍ଷିଣ ହସ୍ତ ଧରିଅଛ। ଈଶ୍ୱର ଧାର୍ମିକକୁ ରକ୍ଷା କରିବେ ଓ ସେ ଆପଣଙ୍କ ହସ୍ତ ଧରି ଆପଣଙ୍କୁ କହିବେ, ମୋ ସହିତ ଚାଲ, ମୁଁ ତୋ ପାଇଁ ବହୁମୂଲ୍ୟ ଧନ ରଖିଅଛି। ତାହା ହିଁ ହେଉଛି ଶିକ୍ଷା, ଯାହାକି ମୁଁ ଶିକ୍ଷା କରିଅଛି ଓ ସେହି ଶିକ୍ଷା ଗୀତ ରଚକ ମଧ୍ୟ ଶିକ୍ଷା କରିଅଛନ୍ତି। 24 ପଦରେ ଲେଖା ଅଛି, ତୁମ୍ଭେ ନିଜ ମନ୍ତ୍ରଣାରେ ମୋତେ ପଥ ଦେଖାଇବ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ। ଏହା ହିଁ ଥିଲା ଆସଫଙ୍କର ଉତ୍ତର। ମୁଁ ଆଜି ତାଙ୍କ ସହିତ ଅଛି। ମୋ ଜୀବନ ନିମନ୍ତେ ସାନ୍ତ୍ୱନାଜନକ ପଦଟି ହେଉଛି ଫିଲିପିଓ 1 ପର୍ବର 6 ପଦ। କାରଣ ଯେ ତୁମମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ। ମୋତେ କୁହନ୍ତୁ ନାହିଁ ଯେ ସେ କରିବେ ନାହିଁ, କାରଣ ସେ କରିବେ, ଆଉ ତାହା ହିଁ ହେଉଛି ଏହି ଗୀତର ସମ୍ବାଦ ଓ ଶିକ୍ଷା। ଗୀତ ରଚକ କହନ୍ତି, ତୁମ୍ଭେ ନିଜ ମନ୍ତ୍ରଣାରେ ମୋତେ ପଥ ଦେଖାଇବ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ। ଏହାଠାରୁ ଆଉ ଅଧିକ ଉତ୍ତମ ବିଷୟ ମୁଁ ମାଗିପାରିବି ନାହିଁ। ତେଣୁ ଯାହା ଘଟେ ସେଥିରେ କିଛି ଯାଏ ଆସେ ନାହିଁ। ମୁଁ ଏହା ବୁଝେ ବା ନ ବୁଝେ, ମୁଁ କେବଳ ତାହାଙ୍କୁ ବିଶ୍ୱାସ କରିବି ଓ ତାହାଙ୍କ ସହିତରେ ଜୀବନର ଶେଷ ପର୍ଯ୍ୟନ୍ତ ଚାଲିବା ନିମନ୍ତେ ଚେଷ୍ଟା କରିବି। ଆଜି ଆମ ପ୍ରତ୍ୟେକଙ୍କର ସେହି ପ୍ରକାର ପଦକ୍ଷେପ ବା ନିଷ୍ପତ୍ତି ହେବା ଉଚିତ। ଦୁଷ୍ଟର ସୌଭାଗ୍ୟ ତାହାକୁ ପଥ ଦେଖାଇ ପାରିବ ନାହିଁ କି ମୃତ୍ୟୁ ପରେ ତାହାକୁ ଗୌରବରେ ଗ୍ରହଣ କରିପାରିବ ନାହିଁ। ତାହାର ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହେବ ଓ ସେ ନିଜେ ହତବୁଦ୍ଧି ହୋଇ ବିନାଶକୁ ଆଶ୍ରୟ କରିବ। ପ୍ରିୟ ବନ୍ଧୁ, ଆଜି ଆପଣଙ୍କର ନିର୍ଭରତା କାହା ଉପରେ? ପ୍ରଭୁ ପ୍ରତ୍ୟେକଙ୍କୁ ସଦ୍ବୁଦ୍ଧି ପ୍ରଦାନ କରନ୍ତୁ, ଯେପରି ଆମେ ଦୁଷ୍ଟର ସୌଭାଗ୍ୟ ଦେଖି ହତବୁଦ୍ଧି ନ ହୋଇ ଈଶ୍ୱରଙ୍କ ଉପରେ ନିର୍ଭର କରି ତାହାଙ୍କ ନିକଟରେ ସରଳାଚରଣ କରୁ। ତାହେଲେ ସେ ଆମମାନଙ୍କ ନିମନ୍ତେ ମଙ୍ଗଳ ସ୍ୱରୂପ ହେବେ। ଏହାପରେ ଆମେ 74 ପର୍ବ ମଧ୍ୟକୁ ଯିବା। ଏହି ଗୀତର ମୁଖ୍ୟ ବିଷୟବସ୍ତୁ ହେଉଛି ଶତ୍ରୁ ଦ୍ୱାରା ଈଶ୍ୱରଙ୍କ ମନ୍ଦିର କଳୁଷିତ ହେବା ସମୟରେ ତହିଁର ଉଦ୍ଧାର ନିମନ୍ତେ ପ୍ରାର୍ଥନା। ଏହି ଗୀତରେ ମନ୍ଦିର ପୁନର୍ବାର ଆମର ଦୃଷ୍ଟିଗୋଚର ହୁଏ ଓ ଏହା ଏହି ସମୟରେ କଳୁଷିତ ହୋଇଅଛି। ଏହା ଆସଫଙ୍କ ଦୃଷ୍ଟିଗୋଚର ହୋଇଅଛି, ଯେ କି ଜଣେ ଲେବୀୟ ଓ ସେହି ସମାଗମ ତମ୍ବୁର ଜଣେ ସଙ୍ଗୀତଜ୍ଞ। ତେବେ 74 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଆସଫର ମସ୍କିଲ, ହେ ପରମେଶ୍ୱର, ତୁମେ କାହିଁକି ଆମମାନଙ୍କୁ ସଦାକାଳ ପରିତ୍ୟାଗ କରିଅଛ? ତୁମ ଚରାସ୍ଥାନର ମେଷଗଣ ବିରୁଦ୍ଧରେ କାହିଁକି ତୁମ୍ଭ କ୍ରୋଧାନଳର ଧୂମ ଉଠୁଅଛି? ଏହାପରେ ସେ ପ୍ରାର୍ଥନା କରି କହନ୍ତି, ଯାହାକି 2 ପଦରେ ଲେଖା ଅଛି,
ପୂର୍ବକାଳରେ ଯାହାକୁ ତୁମ୍ଭେ କିଣିଅଛ, ତୁମେ ଯାହାକୁ ଆପଣା ଅଧିକାରର ବଂଶ ହେବା ପାଇଁ ମୁକ୍ତ କରିଅଛ, ତୁମର ସେହି ମଣ୍ଡଳୀକି ଓ ତୁମ୍ଭର ବାସସ୍ଥାନ ସିଓନ ପର୍ବତକୁ ସ୍ମରଣ କର। ସେଠାରେ ଏକ ଭୌଗୋଳିକ ସ୍ଥିତି ପ୍ରଦାନ କରନ୍ତି। ଗୀତ ରଚକ ପ୍ରକୃତରେ ସେହି ପାଲେଷ୍ଟାଇନ୍ ଦେଶ ଓ ଇସ୍ରାଏଲ୍ ଜାତି ବିଷୟ ନେଇ ପ୍ରକାଶ କରନ୍ତି। ଏହାପରେ 3 ପଦରେ ଲେଖା ଅଛି, ଏହି ଚିରକାଳୀନ କାନ୍ଥଡ଼ା ଆଡ଼େ ଆପଣା ଚରଣ ପକାଅ, ଶତ୍ରୁ ଧର୍ମଧାମରେ ସବୁ ନାଶ କରିଅଛି। ଲକ୍ଷ୍ୟ କରନ୍ତୁ, ଏହା ଥିଲା ସେହି ଆବାସ ଯାହାକି ଶତ୍ରୁ ଦ୍ୱାରା କଳୁଷିତ ହୋଇଥିଲା। ଏହାପରେ 4 ପଦରେ ଲେଖା ଅଛି, ତୁମ୍ଭର ବିପକ୍ଷଗଣ ତୁମ୍ଭ ସମାଗମ ସ୍ଥାନ ମଧ୍ୟରେ ଗର୍ଜନ କରିଅଛନ୍ତି। ସେମାନେ ଚିହ୍ନ ନିମନ୍ତେ ଆପଣାମାନଙ୍କ ଧ୍ୱଜା ସ୍ଥାପନ କରିଅଛନ୍ତି। ଏହା ସେହି ଭାବବାଣୀ ଥିଲା ଯାହାକି ଖ୍ରୀଷ୍ଟପୂର୍ବ 175ରେ ଆନ୍ତିଓଖସ୍ ଏପିଫାନିସ୍ଙ୍କ ଦ୍ୱାରା ସଫଳ ହୋଇଥିଲା। ସେ ଜେରୁସାଲେମକୁ ଅବରୋଧ କରି ମନ୍ଦିରକୁ ଆକ୍ରମଣ କଲେ ଓ ମନ୍ଦିର ମଧ୍ୟରେ ଥିବା ପବିତ୍ର ପାତ୍ର ସକଳରେ ଘୁଷୁରୀ ସୁରୁଆ ଢାଳି ଅଶୁଚି କଲେ ଓ ସେହି ମନ୍ଦିରର ପବିତ୍ର ସ୍ଥାନରେ ଜୁପିଟରର ଏକ ପ୍ରତିମୂର୍ତ୍ତି ରଖି ତାହା ଅଶୁଚି କଲେ। ଏପରିକି 70 ଖ୍ରୀଷ୍ଟାବ୍ଦରେ ରୋମିଓ ସମ୍ରାଟ ଟାଇଟସ୍ ମଧ୍ୟ ଜେରୁସାଲେମକୁ ଅଧିକାର କରି ମନ୍ଦିର ଅଶୁଚି କରାଇଲେ। ତେବେ ସେ ଯାହା ହେଉନା କାହିଁକି, ମନ୍ଦିର ପୁନର୍ନିର୍ମିତ ହେବା ପରେ ଆସଫଙ୍କର ଭାବବାଣୀ ପୁନର୍ବାର ସଫଳ ହେବ। ସେହି ଆଗାମୀ ମହାକ୍ଲେଶର ସମୟରେ ଶେଷଥର ପାଇଁ ପୁନର୍ବାର ମନ୍ଦିର କଳୁଷିତ ହେବ। କିନ୍ତୁ ଆପଣ ଲକ୍ଷ୍ୟ କରନ୍ତୁ, ଏହି ସମସ୍ତ ତାଡ଼ନା ଓ ହତୋତ୍ସାହ ସତ୍ତ୍ୱେ ମଧ୍ୟ ଈଶ୍ୱରଙ୍କର ଅବଶିଷ୍ଟାଂଶ ଏହିପରି କହିବେ, ଯାହାକି 74 ପର୍ବର 12 ପଦରେ ଲେଖା ଅଛି, ତଥାପି ପୃଥିବୀ ମଧ୍ୟରେ ପରିତ୍ରାଣ ସାଧନକାରୀ ପରମେଶ୍ୱର ପୂର୍ବରୁ ଆମ୍ଭର ରାଜା ଅଟନ୍ତି। 18 ଓ 19 ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ଶତ୍ରୁ ଧିକ୍କାର କରିଅଛି ଓ ମୂଢ଼ ଗୋଷ୍ଠୀମାନେ ତୁମ୍ଭ ନାମର ନିନ୍ଦା କରିଅଛନ୍ତି। ଏହା ସ୍ମରଣ କର। ତୁମ୍ଭ ଘୁଘୁର ପ୍ରାଣ ବନ୍ୟ ପଶୁକୁ ସମର୍ପଣ କର ନାହିଁ। ଆପଣା ଦୁଃଖୀ ଲୋକର ପ୍ରାଣ ଚିରକାଳ ବିସ୍ମୃତ ହୁଅ ନାହିଁ। ଅନ୍ୟ ଅର୍ଥରେ ଇସ୍ରାଏଲ୍ ଈଶ୍ୱରଙ୍କୁ କହୁଅଛି, ଶତ୍ରୁ ଆମମାନଙ୍କୁ ନେଇଯାଇଅଛି ଓ ଆମମାନଙ୍କ ଗୋଷ୍ଠୀର ଅନେକ ଲୋକ ମୂର୍ଖତାର କର୍ମ କରିଅଛନ୍ତି। ସେମାନେ ତୁମ ପ୍ରତି ଫେରି ନାହାନ୍ତି, ମାତ୍ର ତୁମ୍ଭର ବିଶ୍ୱସ୍ତ ଅବଶିଷ୍ଟ ଲୋକ ଅଛନ୍ତି। ଗୀତରଚକ କହନ୍ତି, ହେ ଈଶ୍ୱର, କ୍ଲେଶରୁ ଆମମାନଙ୍କୁ ଉଦ୍ଧାର କର। ସେ ଈଶ୍ୱରଙ୍କର ସେହି ଉଦ୍ଧାରର ଦିନ ପ୍ରତି ଦୃଷ୍ଟି କରନ୍ତି। ଆପଣଙ୍କର ସମସ୍ୟା ଯେତେ ମନ୍ଦ ହୋଇଥାଉ ନା କାହିଁକି, ସେ ଆପଣଙ୍କୁ ଉଦ୍ଧାର କରିବେ। ସେ ତାହାଙ୍କର ଲୋକମାନଙ୍କୁ ଆମମାନଙ୍କ ଅପେକ୍ଷା ଅଧିକ ଦୟନୀୟ ପରିସ୍ଥିତିରୁ ଉଦ୍ଧାର କରିଅଛନ୍ତି ଓ ଭବିଷ୍ୟତରେ ସେ ଏହାଠାରୁ ଆହୁରି ଅଧିକ ମହାନ ବିଷୟମାନ ସେମାନଙ୍କ ପାଇଁ ସାଧନ କରିବେ। ଏହାପରେ 74 ପର୍ବର 22 ପଦରେ ଏହିପରି ଲେଖା ଅଛି, ହେ ପରମେଶ୍ୱର, ଉଠ, ଆପଣାର ବିବାଦ ନିଷ୍ପନ୍ନ କର। ମୂଢ଼ ଲୋକ କିପରି ଦିନଯାକ ତୁମକୁ ଧିକ୍କାର କରୁଅଛି, ସ୍ମରଣ କର। ଦେଖନ୍ତୁ, ବିଜୟର ସହିତ ଅଗ୍ରସର ହେବା ନିମନ୍ତେ ଏହା ଈଶ୍ୱରଙ୍କ ପ୍ରତି ଏକ ପ୍ରାର୍ଥନା। ଏହା ହେଉଛି ଏକ ପ୍ରାର୍ଥନା ଯାହାକି ଏହାକୁ ସାଧନ କରିବାରେ ଈଶ୍ୱରଙ୍କର ସାମର୍ଥ୍ୟତାକୁ ଜାଣିପାରେ। ଏହି ଗୀତଟି ହେଉଛି ଆସଫଙ୍କର ଏକ ପ୍ରାର୍ଥନା। ଏହା ହେଉଛି ଏକ ମସ୍କିଲ ଗୀତ। ଆପଣଙ୍କୁ ମୋତେ ଶିକ୍ଷା ଦିଏ ଯେ ଆମେ ଆମର ସମସ୍ତ ସମସ୍ୟାରେ ଈଶ୍ୱରଙ୍କ ଉପରେ ନିର୍ଭର କରିପାରିବା। ଏହାପରେ ଆମେ ଲକ୍ଷ୍ୟ କରୁଛୁ, ଏହା ଏକ ପ୍ରାର୍ଥନା ଯାହାକି ଈଶ୍ୱରଙ୍କର ସକ୍ଷମତାକୁ ଓ ତାହାଙ୍କର ଉଦ୍ଧାରର କାର୍ଯ୍ୟକୁ ପ୍ରକାଶ କରେ। ଆମେ ଆମମାନଙ୍କର ସମସ୍ତ ସମସ୍ୟାରେ ସେହି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବା ଉଚିତ। ଏହାପରେ ଆମେ ଗୀତ 75 ପର୍ବ ମଧ୍ୟକୁ ଯିବା। ଏହା ଏକ ଉଦ୍ଧାରର ଗୀତ, ଏହା ବିଶ୍ୱାସର ଗୀତ। ତେବେ ଦେଖନ୍ତୁ, 75 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ହେ ପରମେଶ୍ୱର, ଆମମାନେ ତୁମକୁ ଧନ୍ୟବାଦ ଦେଉଅଛୁ। ଆମେମାନେ ତୁମକୁ ଧନ୍ୟବାଦ ଦେଉଅଛୁ କାରଣ ତୁମ୍ଭ ନାମ ନିକଟବର୍ତ୍ତୀ। ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ସକଳ ବର୍ଣ୍ଣନା କରନ୍ତି। ଆମେ ନିରୂପିତ ସମୟ ପ୍ରାପ୍ତ ହେଲେ ଯଥାର୍ଥ ରୂପେ ବିଚାର କରିବା। ଶେଷରେ ଈଶ୍ୱର ତାହାଙ୍କର ନାମକୁ ଏହି ଜଗତରେ ରକ୍ଷା କରିବାକୁ ଯାଉଅଛନ୍ତି। ସେ ତାହାଙ୍କର ଲୋକମାନଙ୍କୁ ଜୟ ପ୍ରଦାନ କରିବା ପାଇଁ ଯାଉଅଛନ୍ତି। ଏହା ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ଜଗତକୁ ଆଗମନ କରି ତାଙ୍କର ରାଜ୍ୟ ପ୍ରତିଷ୍ଠା ବିଷୟ ପ୍ରକାଶ କରେ।
କିନ୍ତୁ ସେହି ଦିନ ଓ ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗର ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ମାତ୍ର ପିତା ଜାଣନ୍ତି, ଯାହାକି ମାଥ୍ୟୁ 24 ପର୍ବର 36 ପଦରେ ଲେଖା ଅଛି। ଏହାପରେ 75 ପର୍ବର 6 ଓ 7 ପଦରେ ଏହିପରି ଲେଖା ଅଛି, କାରଣ ପୂର୍ବ ଦିଗରୁ କି ପଶ୍ଚିମ ଦିଗରୁ କିମ୍ବା ଦକ୍ଷିଣ ଦିଗରୁ ଉନ୍ନତି ଆସେ ନାହିଁ, ମାତ୍ର ପରମେଶ୍ୱର ବିଚାରକର୍ତ୍ତା ଅଟନ୍ତି। ସେ ଏକକୁ ଅବନତ ଓ ଅନ୍ୟକୁ ଉନ୍ନତ କରନ୍ତି। ସାହାଯ୍ୟ କେଉଁଠାରୁ ଆସିବ? ପୂର୍ବ ଦିଗରୁ ନୁହେଁ, ପଶ୍ଚିମ ଦିଗରୁ ନୁହେଁ, କି ଦକ୍ଷିଣ ଦିଗରୁ ନୁହେଁ। କିନ୍ତୁ ଆପଣ ଦେଖନ୍ତୁ, ଉତ୍ତର ଦିଗରୁ ବୋଲି ଲେଖାଯାଇ ନାହିଁ, କାରଣ ସେହି ଦିଗରୁ ଶୟତାନ ଆସିବ। କେବଳ ଈଶ୍ୱର ତାହାଙ୍କର ଲୋକମାନଙ୍କୁ ଉଦ୍ଧାର କରିବେ। ଏହି ଗୀତ 75 ପର୍ବଟି ଈଶ୍ୱରଙ୍କ ନିକଟରେ ଧନ୍ୟବାଦାର୍ଥକ ପ୍ରାର୍ଥନା, ଏପରିକି ସେହି ଘଟଣା ଘଟିବା ପୂର୍ବରୁ ଈଶ୍ୱରଙ୍କ ନିକଟରେ କରାଯିବ। ଈଶ୍ୱର ଆଜି ମଧ୍ୟ ଆମମାନଙ୍କୁ କହନ୍ତି, ତୁମମାନେ ମୋଠାରେ ବିଶ୍ୱାସ କରି ଶେଷ ପର୍ଯ୍ୟନ୍ତ ସୁସ୍ଥିର ଥାଅ, ତାହେଲେ ମୋର ପରାକ୍ରମ ଓ ଶକ୍ତିର କାର୍ଯ୍ୟକୁ ଦେଖିପାରିବ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ମୋର ବିଶ୍ୱାସ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଭାବେ ଉପକୃତ ହୋଇଥିବେ। ଆସବଙ୍କ ମନରେ ଯେଉଁ ପ୍ରଶ୍ନ ଥିଲା, ହୁଏତ ଆପଣଙ୍କ ମନରେ ମଧ୍ୟ ସେହି ପ୍ରଶ୍ନ ଥିବ। ହୁଏତ ଆପଣ ମଧ୍ୟ ତାହା ଭାବୁଥିବେ। କିନ୍ତୁ ଆମେ ଦେଖିଲୁ ଯେ ଗୀତ ରଚକ ଆସବ କହୁଛନ୍ତି ଯେ ଈଶ୍ୱର କ'ଣ କରିପାରନ୍ତି। ଈଶ୍ୱର ସେମାନଙ୍କୁ ଲମ୍ବା ସମୟ ନିମନ୍ତେ ଛାଡ଼ି ନାହାନ୍ତି। ସେମାନଙ୍କ ନିମନ୍ତେ ବିଚାର ଅଛି। ଈଶ୍ୱର ଯେ ନ୍ୟାୟ ବିଚାର କରିବେ ଆସବ ଜାଣିଥିଲେ। ଆଜି ଆମେ ଯେତେବେଳେ ଏପରି ପରିସ୍ଥିତିର ସମ୍ମୁଖୀନ ହେଉ, ଆମେ ଏ କଥା ମନେ ରଖୁ ଯେ ଈଶ୍ୱର ସିଂହାସନ ଉପରେ ଉପବିଷ୍ଟ। ସେ ନ୍ୟାୟ ବିଚାର କରିବେ। ସେ ସବୁ ବିଷୟକୁ ନିୟନ୍ତ୍ରଣ କରନ୍ତି। ଆଜି କ'ଣ ଈଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରଖିଛୁ କି? ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆପଣଙ୍କ ଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ଅତ୍ୟନ୍ତ ଦୟାଳୁ ପ୍ରେମମୟ ପ୍ରଭୁ, ଆମେ ତୁମର ଧନ୍ୟବାଦ କରୁଅଛୁ ତୁମ ଦୟା, ତୁମ ଅନୁଗ୍ରହ, ତୁମ ପ୍ରେମ ପାଇଁ। ପ୍ରଭୁ, ତୁମେ ଆମମାନଙ୍କୁ କେତେ ଅନୁଗ୍ରହ କରିଛ, ପ୍ରେମ କରିଛ। ପ୍ରଭୁ, ତୁମେ ଆମମାନଙ୍କୁ ସବୁ ପ୍ରକାର ଅମଙ୍ଗଳରୁ ରକ୍ଷା କରିଛ, ସେଥିପାଇଁ ଧନ୍ୟବାଦ ଦେଉଅଛୁ। ପ୍ରଭୁ, ଏହି ଜଗତରେ ଯଦିଓ ବିଭିନ୍ନ ବିଷୟ ଆମମାନଙ୍କ ଚିନ୍ତାର ବାହାରେ ଘଟିଥାଏ, ପ୍ରଭୁ ଆମମାନେ ଅନେକ ବିଷୟକୁ ବୁଝିପାରିନଥାଉ, କିନ୍ତୁ ପ୍ରଭୁ ଗୋଟିଏ ବିଷୟ ନିଶ୍ଚିତ ଯେ ତୁମେ ନ୍ୟାୟ ବିଚାରକାରୀ ପରମେଶ୍ୱର, ତୁମେ ସିଂହାସନରେ ଉପବିଷ୍ଟ। ତୁମେ ପ୍ରଭୁ ଦିନ ଆସିବ ସମସ୍ତ ବିଷୟର ବିଚାର କରିବ। ପ୍ରଭୁ, ଆମେ ଯେପରି ପ୍ରଭୁ ତାହା ଜାଣି ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବୁ, ତୁମ ଇଚ୍ଛା ଅନୁଯାୟୀ ଜୀବନ କାଟିବୁ, ସେହି ଅନୁଗ୍ରହ ତୁମେ ଆମମାନଙ୍କୁ ଦାନ କର। ତୁମେ ଆମମାନଙ୍କର ପ୍ରାର୍ଥନା ଶୁଣିଲ, ଉତ୍ତର ଦେଲ ବୋଲି ଧନ୍ୟବାଦ ଦେଇ ଏହି ପ୍ରାର୍ଥନା ପ୍ରିୟ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଗତ ପ୍ରଶ୍ନର ଉତ୍ତରଟି ହେଲା ବି, ବାର୍ଦ୍ଧକ୍ୟ। ଆଜିର ପ୍ରଶ୍ନଟି ହେଲା, କିଏ ପବିତ୍ର ଅଟନ୍ତି? ଏ, ଈଶ୍ୱର, ବି, ଯାଜକ, ସି, ମନୁଷ୍ୟ, ଡି, ପାଳକ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। जदि आपको आम कार्यक्रम भल लगुच तेबे 0444908126 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले बरगढ़ कलाकानु तांडे।